ଆକବର ବାଦଶାହ ଓ ଫକୀର। ଜଣେ ଫକୀର ବଣରେ କୁଡ଼ିଆ କରି ରହୁଥାନ୍ତି। ଫକୀରଙ୍କ ପାଖକୁ ଅନେକ ଆଡ଼ୁ ଅନେକ ଲୋକ ପ୍ରତିଦିନ ଆସୁଥାନ୍ତି। ଅତିଥି ସତ୍କାର କରିବାକୁ ଫକୀରଙ୍କର ବଡ଼ ଇଚ୍ଛା ହୁଏ, କିନ୍ତୁ ତାହା ସେ କରିପାରନ୍ତି ନାହିଁ, କାରଣ ସେ ଥିଲେ ଅତି ଗରିବ। ଟଙ୍କା ପଇସା କେଉଁଠୁ ପାଇବେ ଯେ ସେ ଅତିଥିମାନଙ୍କର ସତ୍କାର କରିବେ? ଦିନେ ସେ ଭାବିଲେ, ଟଙ୍କା ପଇସା ନ ହେଲେ ଅତିଥି ସତ୍କାର କରିବି କିପରି? ତେବେ ବାଦଶାହଙ୍କ ପାଖକୁ ଗଲେ ହୁଅନ୍ତା। ସାଧୁ ଫକୀରଙ୍କ ପାଇଁ ତ ତାଙ୍କ ଦ୍ୱାର ସବୁବେଳେ ଖୋଲା। ନିଶ୍ଚୟ ସେ କିଛି ଧନରତ୍ନ ଦେବେ। ଏପରି ଭାବି ସେ ଦିନେ ବାଦଶାହଙ୍କ ପାଖକୁ ଗଲେ। ସେତେବେଳେ ଦିଲ୍ଲୀର ବାଦଶାହ ଥାନ୍ତି ଆକବର। ଆକବର ଥିଲେ ଯେପରି ଧାର୍ମିକ, ସେପରି ମଧ୍ୟ ଥିଲେ ଦୟାଳୁ। ସାଧୁସନ୍ତଙ୍କ ପାଇଁ ତାଙ୍କ ରାଜପ୍ରାସାଦ ଦ୍ୱାର ସବୁବେଳେ ଉନ୍ମୁକ୍ତ ଥିଲା। ସାଧୁସନ୍ଥ ଦୁଃଖୀ ରୋଗୀଙ୍କୁ ସେ ଅନେକ ଦାନ କରୁଥିଲେ। ବାଦଶାହଙ୍କ ରାଜପ୍ରାସାଦରେ ଫକୀର ପହଞ୍ଚିବା ମାତ୍ରେ ଦ୍ୱାରରକ୍ଷୀମାନେ ଫକୀରଙ୍କୁ ପାଛୋଟି ନେଲେ। ସେତେବେଳେ ବାଦଶାହ ଆକବର ନମାଜ ପଢ଼ୁଥାନ୍ତି। ଫକୀର ଯାଇ ଯେଉଁ ସ୍ଥାନରେ ବାଦଶାହ ନମାଜ ପଢ଼ୁଥିଲେ, ସେହି ସ୍ଥାନରେ ବସି ଅପେକ୍ଷା କଲେ। ବାଦଶାହ ନମାଜ ପଢ଼ିଲେ ଏବଂ ନମାଜ ଶେଷରେ ପ୍ରାର୍ଥନା କଲେ, ହେ ଆଲ୍ଲାହ, ମୋତେ ଧନ ଦୌଲତ ଦିଅ, ମୋତେ ଐଶ୍ୱର୍ଯ୍ୟ ଦିଅ। ଏହିପରି ଆଉ କେତେ କ'ଣ ସେ ପ୍ରାର୍ଥନା କଲେ। ଆକବରଙ୍କର ସେ ପ୍ରାର୍ଥନା ଶୁଣି ଫକୀର ସେ ସ୍ଥାନ ଛାଡ଼ି ଚାଲିଯିବାକୁ ଉଚିତ ମନେ କଲେ। ପ୍ରାର୍ଥନା କରୁଥିବା ସମୟରେ ଆକବର ଯେତେବେଳେ ଦେଖିଲେ ଯେ ସେ ଅପେକ୍ଷା କରିଥିବା ଫକୀର ଜଣକ ଚାଲି ଯାଉଛନ୍ତି, ସେ ତାଙ୍କୁ ହାତ ଠାରି ବସିବାକୁ କହିଲେ। ନମାଜ ଶେଷ ହେଲା। ଆକବର ପଚାରିଲେ, ଆପଣ ଆସିଥିଲେ, ଏଠାରେ ମୋତେ ଅପେକ୍ଷା ବି କଲେ, ଅଥଚ ପୁଣି ଚାଲି ଯାଉଥିଲେ କାହିଁକି? ଆପଣ କାହିଁକି ଆସିଥିଲେ କୁହନ୍ତୁ? ଫକୀର ଉତ୍ତର ଦେଲେ, ସେ କଥା ଆଉ ଆପଣଙ୍କର ଶୁଣିବା ଦରକାର ନାହିଁ। ମୁଁ ଏବେ ଆସୁଛି। ଆକବର ଅନେକ ଅନୁରୋଧ କରିବାରୁ ଫକୀର କହିଲେ, ମୋତେ ଦର୍ଶନ କରିବା ପାଇଁ ମୋ କୁଡ଼ିଆକୁ ଅନେକ ଲୋକ ଆସନ୍ତି। ମୁଁ ତ ଅତି ଗରିବ, ସେମାନଙ୍କର ସତ୍କାର ମୁଁ କରିପାରେ ନାହିଁ। ସେମାନଙ୍କର ଆତିଥ୍ୟ ସତ୍କାର କରିବା ପାଇଁ ଯେଉଁ ସମ୍ବଳ ପ୍ରয়োଜନ, ମୋର ସେହି ସମ୍ବଳ ନାହିଁ। ଭାବିଲି ବାଦଶାହ ଧର୍ମପ୍ରାଣ ଦୟାଳୁ ଲୋକ। ବିପୁଳ ଧନରତ୍ନ ଅସରନ୍ତି ଐଶ୍ୱର୍ଯ୍ୟର ଅଧିକାରୀ। ବାଦଶାହଙ୍କ ନିକଟରେ ସବୁ କଥା କହି କିଛି ଆର୍ଥିକ ସାହାଯ୍ୟ ପ୍ରାର୍ଥନା କଲେ ବାଦଶାହ ତାହା ନିଶ୍ଚୟ ପୂରଣ କରିବେ। ସେ ପ୍ରାର୍ଥନା ଜଣାଇବାକୁ ମୁଁ ଆଜି ବାଦଶାହଙ୍କ ନିକଟକୁ ଆସିଥିଲି। ଆକବର କହିଲେ, ଆସିଥିଲେ ତ ଭଲ କରିଥିଲେ, କିନ୍ତୁ ମୋତେ କିଛି ନ କହି ଆପଣ ଏପରି ଚାଲି ଯାଉଥିଲେ କାହିଁକି? ଫକୀର ଉତ୍ତର ଦେଲେ, ଯେତେବେଳେ ଦେଖିଲେ ଯେ ଖୁଦାଙ୍କ ନିକଟରେ ବାଦଶାହ ନିଜେ ଧନ ଦୌଲତ ଭିକ୍ଷା କରୁଛନ୍ତି, ସେତେବେଳେ ଭାବିଲି ହାତ ପୋତିବି ତ ଖୁଦାଙ୍କ ପାଖରେ, ଜଣେ ଭିକାରୀ ପାଖରେ ହାତ ପୋତିବି କାହିଁକି? ଫକୀରଙ୍କ କଥା ଶୁଣି ଆକବରଙ୍କ ମୁହଁରେ ବାକ୍ୟ ସ୍ଫୁରିଲା ନାହିଁ। କାମିନୀ କାଞ୍ଚନର ମାୟାରୁ ମୁକ୍ତ ହେବା, ଅନାସକ୍ତ ଚିତ୍ତରେ ଭଗବାନଙ୍କୁ ପ୍ରାର୍ଥନା କରିବା ବଡ଼ କଠିନ। ତିନି ଡକାଏତ। ଦିନେ ଠାକୁର ଶ୍ରୀ ରାମକୃଷ୍ଣ ଭକ୍ତମାନଙ୍କୁ ବୁଝାଉଥାନ୍ତି, ଦୟା ଓ ମାୟା ମଧ୍ୟରେ ତଫାତ ଅନେକ। ସ୍ତ୍ରୀ, ପୁତ୍ର, ଭାଇ, ଭଗିନୀ, ପୁତୁରା, ଝିଆରୀ, ଭଣଜା, ଭାଣିଜୀ, ବାପା, ମା, ଏମାନଙ୍କୁ ଭଲ ପାଇବା ହେଉଛି ମାୟା। କିନ୍ତୁ ସକଳ ଜୀବ ଓ ସକଳ ବସ୍ତୁକୁ ସମାନ ଭାବରେ ଭଲ ପାଇବାର ନାମ ଦୟା। ସତ୍ୱଗୁଣରୁ ଦୟା ଜାତ ହୁଏ। ରଜଗୁଣରେ ସୃଷ୍ଟି, ସତ୍ୱଗୁଣରେ ପାଳନ ଓ ତମଗୁଣରେ ସଂହାର। କିନ୍ତୁ ସତ୍ୱ, ରଜ, ତମ ଏ ତିନି ଗୁଣର ଊର୍ଦ୍ଧ୍ୱରେ ବ୍ରହ୍ମର ସ୍ଥିତି। ସେ ପ୍ରକୃତିର ଅତୀତ। ସେହି ସ୍ଥାନକୁ ଗୁଣତ୍ରୟ ଯାଇପାରନ୍ତି ନାହିଁ। କାଳେ ଧରା ପଡ଼ିଯିବ, ସେ ଭୟରେ ଯେପରି ଚୋର ଅସଲ ଜାଗାକୁ ଯାଇପାରେ ନାହିଁ, ସତ୍ୱ, ରଜ, ତମ ଏହି ତିନି ଗୁଣର ଅବସ୍ଥା ଠିକ୍ ସେଇଆ। ଏ ତିନି ଗୁଣ ହେଉଛନ୍ତି ଚୋର। ଗୋଟାଏ ଗଳ୍ପ କହୁଛି ଶୁଣ। ଜଣେ ଲୋକ ଦିନେ ବଣ ଭିତରେ ଯାଉଥାଏ। ସେହି ସମୟରେ 3 ଜଣ ଡକାଏତ ଆସି ତାକୁ ଧରିଲେ। ସେହି ଲୋକଟି ଠାରୁ ସେମାନେ ତା'ର ସର୍ବସ୍ୱ କାଢ଼ି ନେଲେ। ତାପରେ ଜଣେ ଚୋର କହିଲା, ଏ ଲୋକଟାକୁ ରଖି ଆଉ ଲାଭ କ'ଣ? ଏହା କହି ଖଣ୍ଡା ଧରି ତାକୁ ହାଣିବାକୁ ଆସିଲା। ଆଉ ଜଣେ ଡକାଏତ କହିଲା, ନା, ତାକୁ ହାଣି ଲାଭ କ'ଣ, ବରଂ ତା'ର ହାତ ଗୋଡ଼କୁ ବାନ୍ଧି ଏଇଠି ତାକୁ ପକାଇଦେବା। ତାହା ହିଁ ହେଲା। ଲୋକଟିର ହାତ ଗୋଡ଼କୁ ବାନ୍ଧି ତାକୁ ଏଇଠି ପକାଇ ଦେଇ ଡକାଏତମାନେ ଚାଲିଗଲେ। କିଛି ସମୟ ପରେ ସେମାନଙ୍କ ଭିତରୁ ଜଣେ ଡକାଏତ ଫେରିଆସି ଲୋକଟିକୁ କହିଲା, ଆହା, ତୁମକୁ ଏତେ କଷ୍ଟ ହେଉନଥିବ, ଆଚ୍ଛା, ମୁଁ ତୁମର ଏହି ବନ୍ଧନ ଖୋଲି ଦେଉଛି। ଏହା କହି ସେ ଲୋକଟିର ବନ୍ଧନ ସେ ଖୋଲିଦେଲା ଏବଂ କହିଲା, ମୋ ସାଙ୍ଗରେ ଆସ, ମୁଁ ତୁମକୁ ଘରକୁ ଯିବାର ରାସ୍ତା ଦେଖାଇଦେବି। ସେ ଡକାଏତ କଥା ମାନି ଲୋକଟି ତା ପଛେ ପଛେ ଚାଲିଲା। ଅନେକ ସମୟ ପରେ ସେମାନେ ଆସି ବଡ଼ ରାସ୍ତାରେ ପହଞ୍ଚିଲେ। ପରେ ସେହି ଡକାଏତ କହିଲା, ଏହି ରାସ୍ତାରେ ଯାଅ, ତୁମର ଘର ଆଗରେ ପଡ଼ିବ। ଲୋକଟି ଆନନ୍ଦିତ ହୋଇ ଡକାଏତକୁ କହିଲା, ମହାଶୟ, ଆପଣ ମୋର ବହୁତ ଉପକାର କଲେ। ଆପଣ ଅନ୍ତତଃ ମୋ ଘରକୁ ଆସନ୍ତୁ। ଡକାଏତ କହିଲା, ନା, ସେଠାକୁ ଯିବାକୁ ମୋର ଇଚ୍ଛା ନାହିଁ। ପୁଲିସ କାଳେ ଜାଣିଯିବ। ଠାକୁର ଶ୍ରୀ ରାମକୃଷ୍ଣ କହିଲେ, ସଂସାର ହେଉଛି ଅରଣ୍ୟ। ଏହି ଅରଣ୍ୟରେ ସତ୍ୱ, ରଜ, ତମ ଏ ତିନି ଗୁଣ ହେଉଛନ୍ତି ଡକାଏତ। ସେମାନେ ଜୀବର ତତ୍ତ୍ୱଜ୍ଞାନ କାଢ଼ି ନିଅନ୍ତି। ତମଗୁଣ ଜୀବର ବିନାଶ ଘଟାଇବାକୁ ଯାଏ। ରଜଗୁଣ ସଂସାର ବନ୍ଧନରେ ତାକୁ ବାନ୍ଧି ଦିଏ। କିନ୍ତୁ ସତ୍ୱଗୁଣ ଜୀବକୁ ରଜ ଓ ତମଗୁଣଙ୍କ ଦାଉରୁ ରକ୍ଷା କରେ। ସତ୍ୱଗୁଣର ସାହାଯ୍ୟରେ କାମ, କ୍ରୋଧ ଆଦି ତମଗୁଣକୁ
ତମଗୁଣରୁ ରକ୍ଷା ମିଳେ। ସତ୍ୱଗୁଣ ପୁଣି ଜୀବର ସଂସାର ବନ୍ଧନ ମୋଚନ କରେ। କିନ୍ତୁ ସତ୍ୱଗୁଣ ତ ଚୋର, ତେଣୁ ତତ୍ତ୍ୱଜ୍ଞାନ ସେ ନେଇପାରେ ନାହିଁ। କିନ୍ତୁ ପରମଧାମକୁ ଯିବାର ପଥ ସେ ବତାଇ ଦିଏ। ସେ କହେ, ଦେଖ, ତୁମ ଘରକୁ ଯିବାର ଏହି ବାଟ। ଯେଉଁଠି ବ୍ରହ୍ମଜ୍ଞାନ ସତ୍ୱଗୁଣ ରହେ, ସେହି ସ୍ଥାନରୁ ଯେଉଁଠି ବ୍ରହ୍ମଜ୍ଞାନ ସତ୍ୱଜ୍ଞାନ ସେଇଠୁ ଦୂରେଇ ରହେ। ଚାଷୀର ପାଣି ମଡ଼ାଣ। ଠାକୁର ଶ୍ରୀରାମକୃଷ୍ଣ ଦିନେ ସମବେତ ଭକ୍ତମାନଙ୍କୁ କହିଲେ, ଜୀବ ଚାରି ପ୍ରକାର, ବଦ୍ଧ, ମୁମୁକ୍ଷୁ, ମୁକ୍ତ ଓ ନିତ୍ୟ। ଏହି ସଂସାରଟା ହେଉଛି ଗୋଟାଏ ଜାଲ। ଜୀବମାନେ ହେଉଛନ୍ତି ମାଛ ଏବଂ ମାୟାଧର ହେଉଛନ୍ତି ମାଛ ଧରାଳି କେଉଟ। କେଉଟର ଜାଲରେ ଯେତେବେଳେ ମାଛଗୁଡ଼ାକ ଧରା ପଡ଼ନ୍ତି, ସେତେବେଳେ କେତେକ ମାଛ ଜାଲ ଛିଣ୍ଡାଇ ପଳାଇବାକୁ ଅର୍ଥାତ୍ ମୁକ୍ତ ହେବାକୁ ଚେଷ୍ଟା କରନ୍ତି। ଏମାନଙ୍କୁ ମୁମୁକ୍ଷୁ ଜୀବ କୁହାଯାଏ। ଯେଉଁମାନେ ପଳାଇବାକୁ ଚେଷ୍ଟା କରନ୍ତି, ସେମାନଙ୍କ ମଧ୍ୟରୁ ସମସ୍ତେ ପଳାଇ ଯାଇପାରନ୍ତି ନାହିଁ। 2-4ଟା ମାଛ ଖପ୍ ଖାପ୍ ଶବ୍ଦ କରି ପଳାନ୍ତି। ସେତେବେଳେ ଲୋକମାନେ କହନ୍ତି, ଏଇ ବଡ଼ ମାଛଟା ପଳାଇଗଲା। ଏହି 2-4ଟା ହେଉଛନ୍ତି ମୁକ୍ତ ଜୀବ। କେତେଗୁଡ଼ାଏ ମାଛ ସ୍ୱଭାବତଃ ଏତେ ସାବଧାନ ଯେ କେତେବେଳେ ହେଲେ ଜାଲରେ ପଡ଼ନ୍ତି ନାହିଁ। ନାରଦ ପ୍ରମୁଖ ନିତ୍ୟ ଜୀବ କେବେ ହେଲେ ସଂସାର ଜାଲରେ ଧରା ପଡ଼ନ୍ତି ନାହିଁ। କିନ୍ତୁ ଅଧିକାଂଶ ମାଛ ଜାଲରେ ଧରା ପଡ଼ନ୍ତି, ଅଥଚ ଜାଲରେ ପଡ଼ିଛି ମରିବି, ଏହି ଜ୍ଞାନ ସେମାନଙ୍କର ହୁଏ ନାହିଁ। ସେମାନେ ଜାଲରେ ପଡ଼ି ମଧ୍ୟ ଜାଲ ସହିତ ଏପଟ ସେପଟ ଖେଳନ୍ତି ଓ ପଙ୍କ ମଧ୍ୟରେ ନିଜ ଶରୀରକୁ ଲୁଚି ରଖିବାକୁ ଚେଷ୍ଟା କରନ୍ତି। ଜାଲରୁ ପଳାଇ ଯିବାର ଚେଷ୍ଟା ସେମାନେ କରନ୍ତି ନାହିଁ, ବରଂ ପଙ୍କ ଭିତରେ ପଶିଯାଆନ୍ତି। ଏମାନେ ସବୁ ବଦ୍ଧ ଜୀବ। ଜାଲରେ ଏମାନେ ଅଛନ୍ତି, ଏଠାରେ ଭଲରେ ଅଛି ବୋଲି ସେମାନେ ମନେ କରନ୍ତି। ବଦ୍ଧ ଜୀବ ସଂସାରରେ ଅର୍ଥାତ୍ କାମିନୀ କାଞ୍ଚନରେ ଆସକ୍ତ ହୋଇ ରହିଥାନ୍ତି। କଳଙ୍କ ସାଗରରେ ବୁଡ଼ି ରହିଥାନ୍ତି, ଅଥଚ ଭଲରେ ଅଛନ୍ତି ବୋଲି ମନେ କରନ୍ତି। ଯେଉଁମାନେ ମୁମୁକ୍ଷୁ ବା ମୁକ୍ତ, ସେମାନେ ସଂସାରକୁ ଗଭୀର କୂପ ବୋଲି ମନେ କରନ୍ତି। ସଂସାର ସେମାନଙ୍କୁ ଭଲ ଲାଗେ ନାହିଁ। ସେଥିପାଇଁ କେହି ଜ୍ଞାନ ଲାଭ କରିବା ପରେ, ଭଗବାନଙ୍କୁ ଲାଭ କରିବା ପରେ ଶରୀର ତ୍ୟାଗ କରନ୍ତି। ବଦ୍ଧ ଜୀବ ସଂସାର ଜୀବର କୌଣସି ପ୍ରକାର ଜ୍ଞାନ ହୁଏ ନାହିଁ। ଏତେ ଦୁଃଖ ସେ ଭୋଗେ, ଏତେ ଦଗା ସେ ଖାଏ ଏବଂ ଏତେ ବିପଦରେ ସେ ପଡ଼େ, ତଥାପି ତା'ର ଚୈତନ୍ୟ ଉଦୟ ହୁଏ ନାହିଁ। ଓଟ କଣ୍ଟା ଘାସ ଖାଇବାକୁ ଭଲ ପାଏ, କିନ୍ତୁ ସେ ଯେତେ କଣ୍ଟା ଘାସ ଖାଏ, ସେତେ ତା'ର ମୁହଁ ଖଣ୍ଡିଆ ଖାବରା ହୋଇଯାଏ, ରକ୍ତ ଝରେ। ତଥାପି ସେ କଣ୍ଟା ଘାସ ଖାଇବାର ଲୋଭ ଛାଡ଼େ ନାହିଁ। ସଂସାରୀ ଲୋକ ଏତେ ଦୁଃଖ, ଶୋକ, ତାପ ଭୋଗେ, ତଥାପି କିଛିଦିନ ପରେ ତା'ର ଯେଉଁ କଥାକୁ ସେଇ କଥା। ସ୍ତ୍ରୀ ମରିଗଲା ପରେ ଅସତୀ ହୋଇଗଲା, ତଥାପି ସେ ବିବାହ କରେ। ପୁଅ ମରିଗଲା, ସେଥିପାଇଁ ସେ କେତେ ଦୁଃଖ ପାଇଲା, ଅଥଚ କିଛିଦିନ ପରେ ସେହି ଦୁଃଖକୁ ଭୁଲିଗଲା। ସେ ପୁଅର ମା ପୁତ୍ର ଶୋକରେ ସେଦିନ କେତେ ଅଧୀର ହେଉନଥିଲା, ଅଥଚ କିଛିଦିନ ପରେ ସେ ମା ସବୁ କଥା ଭୁଲିଯାଇ ପୁଣି ନିତ୍ୟ କର୍ମରେ ଲାଗି ରହେ। ଏପରି ଲୋକ ଝିଅକୁ ବାହା ଦେଇ ସର୍ବଶାନ୍ତ ହୁଏ। ପୁଣି ବର୍ଷକୁ ବର୍ଷ ତା'ର ପୁଅ ଝିଅ ଜନ୍ମ ହୁଏ। ସେ ମକଦ୍ଦମା କରି ସର୍ବଶାନ୍ତ ହୁଏ, ତଥାପି ସେ ମକଦ୍ଦମା ଛାଡ଼େ ନାହିଁ। ଯେଉଁ ପିଲା ସବୁ ଜନ୍ମ ହେଲେଣି, ସେମାନଙ୍କୁ ଭଲ ଭାବରେ 2 ମୁଠା ଖାଇବାକୁ ସେ ଦେଇପାରେ ନାହିଁ। 2 ଅକ୍ଷର ପାଠ ପଢ଼ି ପାରେ ନାହିଁ, ଭଲ ଘରେ ରଖିପାରେ ନାହିଁ, ଅଥଚ ବର୍ଷକୁ ବର୍ଷ ତା'ର ପୁଣି ପିଲା ଜନ୍ମ ହୁଏ। ଯେମିତି ସାପ ମୂଷା ଗିଳେ, ଅଥଚ ତାକୁ ସମ୍ପୂର୍ଣ୍ଣ ଗିଳିପାରେ ନାହିଁ କି ଓଗାଳି ପାରେ ନାହିଁ, ସେହିପରି ବଦ୍ଧ ଜୀବ ବୁଝିଛି ଯେ ଏ ସଂସାର ଅସାର, ଏଥିରେ କିଛି ସାର ନାହିଁ। ଆମ୍ବଡ଼ାରେ କେବଳ ଚାଞ୍ଚର ଆଉ ଚୋପା, ତଥାପି ସେ ତାକୁ ଛାଡ଼ିପାରେ ନାହିଁ। ଏସବୁ ସତ୍ତ୍ୱେ ସେ ଈଶ୍ୱରଙ୍କ ଆଡ଼କୁ ନିଜର ମନ ଦେଇପାରେ ନା। କେଶବ ସେନଙ୍କର ଜଣେ ଆତ୍ମୀୟ 50 ବର୍ଷ ବୟସ, ବେଶ୍ ତାସ୍ ଖେଳେ, ହେଲେ ଈଶ୍ୱରଙ୍କ ନାମ ନେବା ପାଇଁ ସେ ସମୟ ପାଏ ନାହିଁ। ବଦ୍ଧ ଜୀବର ଆଉ ଗୋଟାଏ ଲକ୍ଷଣ ଅଛି। ତାକୁ ଯଦି ସଂସାରରୁ ଦୂରେଇ ନେଇ ଭଲ ଜାଗାରେ ରଖାଯାଏ, ତାହେଲେ ସେ ସଂସାରକୁ ଝୁରି ମରିଯିବ। ମଳରେ ଜନ୍ମିଥିବା କୃମି ପୋକ ମଳରେ ରହିବାକୁ ସୁଖ ପାଏ। ସେଇଥିରେ ସେ ବେଶ୍ ହୃଷ୍ଟପୁଷ୍ଟ ହୁଏ। ସେ କୃମି ପୋକକୁ ଯଦି ନେଇ ଭାତ ହାଣ୍ଡିରେ ରଖିବେ, ସେ ସେଇଠି ମରିଯିବ। ବିଜୟ ନାମକ ଜନକ ଶ୍ରୋତା ପ୍ରଶ୍ନ କଲେ, ବଦ୍ଧ ଜୀବର ମନରେ କି ଅବସ୍ଥା ସୃଷ୍ଟି ହେଲେ ସେ ମୁକ୍ତ ହୋଇପାରିବ? ଠାକୁର ଶ୍ରୀରାମକୃଷ୍ଣ କହିଲେ, ଈଶ୍ୱରଙ୍କ କୃପାରୁ ଯଦି ମନରେ ବୈରାଗ୍ୟ ଉଦୟ ହୁଏ, ତେବେ ଏହି କାମିନୀ କାଞ୍ଚନ ଆସକ୍ତିରୁ ନିସ୍ତାର ମିଳିଥାଏ। ତୀବ୍ର ବୈରାଗ୍ୟ କାହାକୁ କହନ୍ତି? ଲୋକମାନେ କହନ୍ତି, ହଁ, ଯାହା ହେବାର ହେଉଛି ସମୟକ୍ରମେ ସବୁ ହେବ। ଆଚ୍ଛା, ଯଦି ଈଶ୍ୱରଙ୍କର ଟିକିଏ ନାମ ନିଆଯାଏ, ଏସବୁ ନିକୃଷ୍ଟ ବୈରାଗ୍ୟର ଲକ୍ଷଣ। ଯାହାର ତୀବ୍ର ବୈରାଗ୍ୟ, ତା'ର ପ୍ରାଣ ଭଗବାନ ପାଇଁ ସବୁବେଳେ ବ୍ୟାକୁଳ। ମା'ର ପ୍ରାଣ ଯେପରି ତା' ନିଜ ପେଟରେ ଥିବା ପିଲା ପାଇଁ ବ୍ୟାକୁଳ ହୁଏ, ଯାହାର ତୀବ୍ର ବୈରାଗ୍ୟ, ସେ ଭଗବାନଙ୍କ ଭିନ୍ନ ଆଉ କିଛି ଚାହେଁ ନାହିଁ। ସଂସାରକୁ ସେ ପାତାଳ ଫୁଟା ଗଭୀର କୂପ ବୋଲି ଭାବେ। ତା'ର ମନେ ହୁଏ ସତେ ଯେପରି ସେହି କୂଅରେ ସେ ବୁଡ଼ି ଯାଉଛି। ଆତ୍ମୀୟ ସ୍ୱଜନଙ୍କୁ ସେ କାଳ ନାଗ ବୋଲି ମନେ କରେ। ସେମାନଙ୍କ ପାଖରୁ ପଳାଇ ଯିବାକୁ କେବଳ ଇଚ୍ଛା କରେ, ତାହା ନୁହେଁ, ପଳାଏ ମଧ୍ୟ। ଘରର ସବୁ ବନ୍ଦୋବସ୍ତ ଆଗ କରିସାରେ, ତା'ପରେ ଈଶ୍ୱରଙ୍କ ଚିନ୍ତା କରିବି, ଏକଥା ସେ କେବେ ଭାବେ ନାହିଁ।
मन मध्य तार दृढ़ संकल्प तीव्र वैराग्य क्या कहती से सम्बन्ध गोटाए गल्प कहूँ शुण। गोटाए देश में अनावृष्टि पड़ी थाए। निज निजर खेत फसल को बचाइवाई चाषी मैंने नाल काटी दूर पानी आणुता। जड़े चाषीर मन में था दृढ़ संकल्प। से दिने प्रतिज्ञा कला जितेबाला पर्यंत नाल काटी नई सहित नाल को संजोग न करुच्ची सेतेबाला पर्यंत से अन्न जल शस्य करिब नहीं। चाषी काम मन देला। एणे स्नान कर समय आसी है। गृहिणी तेणु झी हाथ में चाषीटी पाखक तेल पठाईदेला। झी आसी कहला बापा बेल आसी है तेल नियो लगाओ। झीर कथा शुणी चाषी कहला तू जा मोर एक्षण काम अच्छी। या कह से पूर्वपरी काम मन देला। एणे बेल आसी 2 पहर गड़िया बसिले। सेतेबेला पर्यंत चाषीटी नाल खोलिबार लगी थाए। स्नान करिबार ना धरु न थाए। शेषरे बिल को तार स्त्री आसी कहला एत बेल आसी है गाधोइब केतेबेले भात गंडाक आसी सुखी झुणा है। तमर खाली काम 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 आज सेतिकी थाउ काली करिवो पछे गाधोई खाई सारी काम करिवो। नियो तेल नियो। चाषीटी कोदाल धरी काम करुला। स्त्रीर कथा शुणी विरक्त हो कहला तोर टिके हेले अकल नहीं। मेघर देखा नहीं चाषबास किसी है नहीं। एथि पिला छुआ खाइबे कौन? खाइबा बिना सबू मरिबो। मु प्रतिज्ञा करिछि बिलरे आग पानी मड़ेबी तापर जाई गाधुआ पाधुआ खिया पिया कथा। स्त्रीर बुद्धि को देख। बिल को दौड़ी आसी साकुले कथा कहला तेल नियो। चाषीटी सारा दिन हाड़भंगा परिश्रम कर नई सहित नाल को संध्या सुधा जोग कला। तापर कि समय से कियारी मुंडे बसी नईर पानी कुलुकुलु नाद किपरि तार बिल भितर को जाऊला से दृश्य को मन भरी देखिला। तार मन सेतेबेले शांति और आनंद पूरी उठिला। से घर को फेरी स्त्री को डाकिला तेल आण आउ टिके तमाकू सजा। तापर से निश्चिंत मन में गाधोइला खाइला और सुखरे शोई घुंगुड़ी मारिला। मनरे एपरि दृढ़ संकल्प होछि तीव्र वैराग्यर उदाहरण। आउ जड़े चाषीर कथा से मध्य बिल में पानी मड़ाइवाई नाल काटुला। तार स्त्री जितेबाला आसी कहला अनेक बेल आसी है आस एबे खटणीर दरकार कौन? सेतेबेले चाषीर बिना आपत्तिर कोदाल थोईदी कहला हौ तू जितेबाला कहूँ थाउ चल जीवा। से चाषीर बिल में पानी मड़ाइबा संभव है नहीं। यहीटा निष्कृष्ट वैराग्यर लक्षण। मन में दृढ़ संकल्प जात न चाषीर बिल को जपरी पानी आसीपारे नहीं सेपरी मनुष्यर ईश्वर लाभ हुए नहीं। ईश्वर ब्रह्मरूपी। ब्राह्मधर्मर जनेक भक्त थरे ठाकुर श्री रामकृष्ण को प्रश्न कले महाशय ईश्वर को कौन देखी हुए? जदि देखी हुए तेबे आमे तांको देखिया पाउन कहीं? ठाकुर श्री रामकृष्ण उत्तर देले हाँ ईश्वर को निश्चय देखी हुए। तांकर साकार रूप देखी हुए और तांकर अरूप को देखी हुए। किंतु से कथा तुमको बुझाइबी किपरि? ब्राह्म भक्त जनक पचारे जदि तांको देखी हुए तेबे कि उपाय अवलंबन कले आमे तांको देखिपर? श्री रामकृष्ण कहले ईश्वर को पाइबा तुम व्याकुल हो कांदी पार? लोक मैंने पुत्र कन्या कांदती स्त्री पे कांदती टंका पैसा पे कांदती किसी समय पे कांदती किंतु ईश्वर को दर्शन करने किए कांदे? जितेबाला पर्यंत पिलाटी हाथ में चुचुमा थाए से सबकि भूली जाए। से अवसर में माँ घर काम रंधाबड़ा काम सब करे। पिला को जितेबाला चुचुमा भल लगे नहीं से चुचुमा को पकई माँ को पाइबापी चित्कार कर कांदे। सेतेबेले माँ भात हांडी छाड़ी अति शीघ्र दौड़ी आसी बिला को कोल को निए। विषय सुखर मायारे पड़ी आमे सब भूली जाइछु। विषय सुख को परित्याग कर सर्वांतकरण व्याकुल हो कांदिले ईश्वर निश्चय संतान को देखादेवे। ब्राह्म भक्त पुणी पचारे महाशय ईश्वर को स्वरूप संपर्क में एपरी नाना मत कहीं? किए कहे ईश्वर साकार किए कहे से निराकार पुणी साकार निकटर विभिन्न रूपर कथा शुणा मिले। एपरी गंडगोल कहीं? ठाकुर श्री रामकृष्ण उत्तर देले जो भक्त जो रूप देखे से रूप विशिष्ट बोली मन करे। वास्तविक कौन गंडगोल नहीं। कौन सी उपाय जदि थरे लाभ कराए ताहले से सब बुझाई देवे। से दिग को मन नदेले से सब खबर पाइब किपरि? गोटाए गल्प शुण। जड़े लोक बाहर को जाता बेले देखला जे गचर गोटे अद्भुत जीव बसी। से फेरी आसी आउ जन कहला देख से गचर गोटे सुंदर लाल रंगर जीवटी बसवर देखिली। ता शुणी आर जन को उत्तर देला मुझे बाहर जाइली मुझे जीवटा को देखी किंतु से तो लाल नुहे से तो सबुज रंगर। आउ जन कहले ना ना मु भी से जीव को देखी से हलदिया रंगर। एपरी आउ किए कहले ना ना से धला रंगर किए कहला बैगनी रंगर तो पुणी किए कहला नील रंगर इत्यादि। शेष से मध्य से अद्भुत जीवर रंग नहीं झगड़ा सृष्टि है।
ସତ୍ୟାସତ୍ୟ ପରୀକ୍ଷା କରିବା ପାଇଁ ସେମାନେ ଯେତେବେଳେ ସେ ଗଛ ପାଖକୁ ଗଲେ ଦେଖିଲେ ଯେ ସେଇ ଗଛ ମୂଳରେ ଜଣେ ଲୋକ ବସିଛି। ତାଙ୍କୁ ସେଇ ଜୀବଟି ସମ୍ପର୍କରେ ପଚାରିବାରୁ ସେଇ ଲୋକଟି କହିଲେ, ମୁଁ ଏଇ ଗଛ ମୂଳରେ ରହିଥାଏ। ମୁଁ ସେଇ ଜୀବଟିକୁ ଭଲ ଭାବରେ ଜାଣେ। ତୁମେମାନେ ସେଇ ଜୀବଟି ସମ୍ବନ୍ଧରେ ଯାହା ସବୁ କହୁଛ ସେସବୁ ଠିକ୍। ସେଇ ଜୀବଟି କେତେବେଳେ ଲାଲ ତ କେତେବେଳେ ସବୁଜ, ପୁଣି କେତେବେଳେ ହଳଦିଆ ତ କେତେବେଳେ ନୀଳ, ଏହିପରି ହୁଏ କେତେ ରଙ୍ଗର। ସେ ବହୁରୂପୀ। ଆଉ ମଧ୍ୟ ବେଳେବେଳେ ମୁଁ ଦେଖେ ତା'ର କୌଣସି ରଙ୍ଗ ନାହିଁ। ସେ କେତେବେଳେ ସଗୁଣ ତ ପୁଣି କେତେବେଳେ ନିର୍ଗୁଣ। ଯେଉଁ ବ୍ୟକ୍ତି ସର୍ବଦା ଈଶ୍ୱରଙ୍କ ସମ୍ବନ୍ଧରେ ଚିନ୍ତା କରେ ସେ ହିଁ କେବଳ ତାଙ୍କ ସ୍ୱରୂପ କ'ଣ ତାହା ଜାଣିପାରେ। ସେହି ବ୍ୟକ୍ତି ହିଁ କେବଳ ଜାଣେ ଯେ ସେ ନାନା ରୂପରେ ନାନା ଭାବରେ ଦେଖା ଦିଅନ୍ତି। ସେ ସଗୁଣ, ପୁଣି ମଧ୍ୟ ସେ ନିର୍ଗୁଣ। ଯେ ଗଛ ତଳେ ବାସ କରେ ସେହି ବ୍ୟକ୍ତି ହିଁ କେବଳ ଜାଣେ ବହୁରୂପୀର ବହୁ ରଙ୍ଗର କଥା, ପୁଣି ତା'ର କୌଣସି ରଙ୍ଗ ନଥିବାର କଥା। ଅନ୍ୟମାନେ କେବଳ ଅଯଥା ଯୁକ୍ତିତର୍କ କରିଥାନ୍ତି। ଏହାଦ୍ୱାରା ସେମାନେ କଷ୍ଟ ପାଆନ୍ତି। କବୀର କହିଛନ୍ତି, ନିରାକାର ମୋର ବାପା, ସାକାର ମୋର ମା। ଭକ୍ତଙ୍କୁ ଯେଉଁ ରୂପଟି ଭଲ ଲାଗେ ସେ ସେହି ରୂପରେ ତାଙ୍କୁ ଦେଖା ଦିଅନ୍ତି। ସେ ଯେ ଭକ୍ତ ବତ୍ସଳ। ପୁରାଣରେ ଅଛି, ବୀରଭକ୍ତ ହନୁମାନଙ୍କ ପାଇଁ ସେ ରାମ ରୂପ ଧାରଣ କରିଥିଲେ। ବେଦାନ୍ତ ବିଚାର ନିକଟରେ ରୂପ ଆଦିର ସତ୍ତା ରହେ ନାହିଁ। ସେହି ବିଚାରର ବିଶେଷ ସିଦ୍ଧାନ୍ତ ହେଲା ବ୍ରହ୍ମ ସତ୍ୟ ଏବଂ ନାମ ରୂପଯୁକ୍ତ ଏ ଜଗତ ମିଥ୍ୟା। ଯେତେବେଳେ ପର୍ଯ୍ୟନ୍ତ ମୁଁ ଭକ୍ତ ଏ ଅଭିମାନ ରହିଥାଏ ସେତେବେଳେ ପର୍ଯ୍ୟନ୍ତ ଈଶ୍ୱରଙ୍କ ରୂପ ଦର୍ଶନ ଏବଂ ଈଶ୍ୱରଙ୍କୁ ବ୍ୟକ୍ତି ବୋଲି ମନେ କରିବା ବା ଅନୁଭବ କରିବା ସମ୍ଭବ ହୋଇଥାଏ। ବିଚାର ଦୃଷ୍ଟିରୁ ଦେଖିଲେ ଭକ୍ତର ମୁଁ ଅଭିମାନ ଭକ୍ତକୁ ଭଗବାନଙ୍କଠାରୁ ଟିକିଏ ଦୂରେଇ ରଖିଥାଏ। କାଳୀଙ୍କର ରୂପ କିମ୍ବା ଶ୍ୟାମାଙ୍କର ରୂପ କାହିଁକି 14 ପା ଅର୍ଥାତ୍ 3 ହାତ ବା 2 ଜଣ ଦୂରରୁ ଦେଖୁଛ ବୋଲି। ଦୂରରୁ ଦେଖୁଥିବାରୁ ସୂର୍ଯ୍ୟ ଆମକୁ ଛୋଟ ଦେଖାଯାଆନ୍ତି। ପାଖକୁ ଯାଅ, ସେ ଯେ କେତେ ବଡ଼ ତାହା ତୁମେ ଧାରଣ କରିପାରିବ ନାହିଁ। ଆଉ କାଳୀଙ୍କ ରୂପ କିମ୍ବା କୃଷ୍ଣଙ୍କ ରୂପ କୃଷ୍ଣବର୍ଣ୍ଣ କାହିଁକି? ଦୂରରୁ ଆମେ ତାଙ୍କୁ ଦେଖୁଛୁ ବୋଲି। ଯେପରି ନଦୀର ପାଣି ଦୂରରୁ ସବୁଜ ନୀଳ କୃଷ୍ଣବର୍ଣ୍ଣ ବୋଲି ଦେଖାଯାଏ, କିନ୍ତୁ ପାଖକୁ ଯାଇ ହାତରେ ସେ ପାଣିକୁ ଧରିଲେ ଦେଖିବ ସେ ପାଣିର କୌଣସି ରଙ୍ଗ ନାହିଁ। ଆକାଶକୁ ଦୂରରୁ ଦେଖିଲେ ସେ ନୀଳବର୍ଣ୍ଣ ବୋଲି ଦେଖାଯାଏ, କିନ୍ତୁ ପାଖକୁ ଗଲେ ଦେଖାଯାଏ ଯେ ତା'ର କୌଣସି ବର୍ଣ୍ଣ ନାହିଁ, ସେ ବର୍ଣ୍ଣହୀନ। ତେଣୁ କହୁଛି, ବେଦାନ୍ତ ଦର୍ଶନର ବିଚାରରେ ବ୍ରହ୍ମ ନିର୍ଗୁଣ, ତା'ର ସ୍ୱରୂପର କଥା ମୁଖରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ଯେତେବେଳେ ପର୍ଯ୍ୟନ୍ତ ତୁମେ ନିଜେ ସତ୍ୟ ସେତେବେଳେ ପର୍ଯ୍ୟନ୍ତ ଜଗତ ସତ୍ୟ। ଈଶ୍ୱରଙ୍କର ବିଭିନ୍ନ ରୂପ ମଧ୍ୟ ସତ୍ୟ, ବ୍ୟକ୍ତିପଦ ମଧ୍ୟ ସତ୍ୟ। ଭକ୍ତିପଥ ତୁମମାନଙ୍କର ପଥ। ଏ ପଥ ଖୁବ୍ ଭଲ ପାଅ, ଖୁବ୍ ସହଜ ପଥ। ଅନନ୍ତ ଈଶ୍ୱରଙ୍କ ସ୍ୱରୂପକୁ କ'ଣ ସମ୍ପୂର୍ଣ୍ଣ ରୂପେ ଜାଣିହେବ? ତା ଛଡ଼ା ତାହା ଜାଣିବା କ'ଣ ଦରକାର? ଏ ଦୁର୍ଲଭ ମନୁଷ୍ୟ ଜନ୍ମ ପାଇବା ପରେ ତାଙ୍କ ପାଦପଦ୍ମରେ ଆମର ଯେପରି ଭକ୍ତି ଜାତ ହୁଏ ତାହା ହିଁ ଆମର ଦରକାର। ଯଦି ଆଞ୍ଜୁଳାଏ ପାଣିରେ ଆମର ତୃଷ୍ଣା ମେଣ୍ଟିଯାଏ ତେବେ ପୋଖରୀରେ କେତେ ପାଣି ଅଛି ତାହା ମାପିବା ଆମର ଦରକାର କ'ଣ? ମୁଁ ଅଧ ବୋତଲ ମଦରେ ମାତାଲ ହେବା ଲୋକ। ଶୁଣ୍ଡିର ଭାଟିରେ କେତେ ମହଣ ମଦ ଅଛି ସେହି ହିସାବରେ ମୋର ପ୍ରୟୋଜନ କ'ଣ? ଯେ ଅନନ୍ତ ତାଙ୍କୁ କଳନା କରିବାର ଦରକାର ବା କ'ଣ? ଆକବର ବାଦଶାହ ଓ ଫକୀର। ଜଣେ ଫକୀର ବଣରେ କୁଡ଼ିଆ କରି ରହୁଥାନ୍ତି। ଫକୀରଙ୍କ ପାଖକୁ ଅନେକ ଆଡ଼ୁ ଅନେକ ଲୋକ ପ୍ରତିଦିନ ଆସୁଥାନ୍ତି। ଅତିଥି ସତ୍କାର କରିବାକୁ ଫକୀରଙ୍କର ବଡ଼ ଇଚ୍ଛା ହୁଏ, କିନ୍ତୁ ତାହା ସେ କରିପାରନ୍ତି ନାହିଁ, କାରଣ ସେ ଥିଲେ ଅତି ଗରିବ। ଟଙ୍କା ପଇସା କେଉଁଠୁ ପାଇବେ ଯେ ସେ ଅତିଥିମାନଙ୍କର ସତ୍କାର କରିବେ? ଦିନେ ସେ ଭାବିଲେ, ଟଙ୍କା ପଇସା ନ ହେଲେ ଅତିଥି ସତ୍କାର କରିବି କିପରି? ତେବେ ବାଦଶାହଙ୍କ ପାଖକୁ ଗଲେ ହୁଅନ୍ତା। ସାଧୁ ଫକୀରଙ୍କ ପାଇଁ ତ ତାଙ୍କ ଦ୍ୱାର ସବୁବେଳେ ଖୋଲା। ନିଶ୍ଚୟ ସେ କିଛି ଧନରତ୍ନ ଦେବେ। ଏପରି ଭାବି ସେ ଦିନେ ବାଦଶାହଙ୍କ ପାଖକୁ ଗଲେ। ସେତେବେଳେ ଦିଲ୍ଲୀର ବାଦଶାହ ଥାନ୍ତି ଆକବର। ଆକବର ଥିଲେ ଯେପରି ଧାର୍ମିକ ସେପରି ମଧ୍ୟ ଥିଲେ ଦୟାଳୁ। ସାଧୁସନ୍ତଙ୍କ ପାଇଁ ତାଙ୍କ ରାଜପ୍ରାସାଦର ଦ୍ୱାର ସବୁବେଳେ ଉନ୍ମୁକ୍ତ ଥିଲା। ସାଧୁସନ୍ଥ ଦୁଃଖୀରଙ୍କୀଙ୍କୁ ସେ ଅନେକ ଦାନ କରୁଥିଲେ। ବାଦଶାହଙ୍କ ରାଜପ୍ରାସାଦରେ ଫକୀର ପହଞ୍ଚିବା ମାତ୍ରେ ଦ୍ୱାରରକ୍ଷୀମାନେ ଫକୀରଙ୍କୁ ପାଛୋଟି ନେଲେ। ସେତେବେଳେ ବାଦଶାହ ଆକବର ନମାଜ ପଢ଼ୁଥାନ୍ତି। ଫକୀର ଯାଇ ଯେଉଁ ସ୍ଥାନରେ ବାଦଶାହ ନମାଜ ପଢ଼ୁଥିଲେ ସେହି ସ୍ଥାନରେ ବସି ଅପେକ୍ଷା କଲେ। ବାଦଶାହ ନମାଜ ପଢ଼ିଲେ ଏବଂ ନମାଜ